ପିଲାମାନେ ସୁପ୍ରଭାତ। ମୁଁ ଶ୍ରୀମତୀ ପ୍ରିୟମ୍ବଦା ନାୟକ, ସରକାରୀ ଗଙ୍ଗାଧର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଏହି ଅନଲାଇନ୍ ଶିକ୍ଷାଦାନ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ଆମ୍ଭେମାନେ ଆଜି ଆମ ଅଷ୍ଟମ ଶ୍ରେଣୀ ସାହିତ୍ୟ ବହିର ରୋଗୀ ସେବା ପ୍ରବନ୍ଧଟି ପଢ଼ିବା। ଏହା ପୂର୍ବରୁ ତୁମ୍ଭେମାନେ ବୃକ୍ଷ ମାହାତ୍ମ୍ୟ କବିତାଟି ପଢ଼ି ସାରିଛ। ଆଚ୍ଛା ପିଲାମାନେ, କହିଲ ତୁମକୁ ଅନ୍ୟର ସେବା କରିବା ପାଇଁ ଭଲ ଲାଗେ ନା ନାହିଁ? ଉଦାହରଣ ସ୍ୱରୂପ, ଯେପରିକି ତୁମର ବାପା ଘରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି, ତାଙ୍କୁ ଜ୍ୱର ହେଇଛି, ତୁମେ କ'ଣ କରିବ? ମୋନାଲିସା, ତୁମେ କହିଲ ତୁମେ କ'ଣ କରିବ? ବାଃ, ଭଲ ଉତ୍ତର ଦେଇଛ ଆଉ। ତାହେଲେ ବାପାଙ୍କ ପାଖରେ ଆମେ ବସିବା, ବାପାଙ୍କୁ ଔଷଧ ଦେବା। ବାପାଙ୍କ ମୁଣ୍ଡ ବିନ୍ଧୁଥିଲେ ତାଙ୍କୁ ମୁଣ୍ଡରେ ଅମୃତାଞ୍ଜନ ଲଗେଇକି ମୁଣ୍ଡ ମାଲିସ କରିଦେବା। ଆଉ ତାଙ୍କର ଯଦି ଅତ୍ୟଧିକ ଜ୍ୱର ଥିବ ତାହେଲେ ତାଙ୍କ ମୁଣ୍ଡରେ ଜଳପଟି ପକାଇବା। ତାଙ୍କର ଯେତେବେଳେ ଜ୍ୱରଟା ଓହ୍ଲେଇଯିବ, ଯେତେବେଳେ ଝାଳରେ ଭିଜିଯିବେ, ସେତେବେଳେ ଝାଳ ପୋଛିଦେବା। ତାଙ୍କ ଗୋଡ଼ ପାଖରେ ବସିକି ଆମେ ତାଙ୍କ ଗୋଡ଼କୁ ଆଉଁସି ଦେବା। ତାହେଲେ ତୁମେମାନେ ସବୁ ଏମିତି ସେବା ଅନ୍ୟର କରିପାରିବ। ତାହେଲେ ଆମେ କ'ଣ ଆଜି କରିବା ନା, ଏଇ ପ୍ରବନ୍ଧଟିକୁ 4ଟି ଭାଗରେ ବିଭକ୍ତ କରିବା। ପ୍ରବନ୍ଧଟି ପଢ଼ିବା ପୂର୍ବରୁ ଆମେ ଏହାର ଲେଖକଙ୍କ ସମ୍ବନ୍ଧରେ କିଛି ଜାଣିବା। ଏହାର ଲେଖକ ହେଉଛନ୍ତି ଉଦୟନାଥ ଷଡ଼ଙ୍ଗୀ, ଯିଏକି ଆମ ଓଡ଼ିଆ ସାହିତ୍ୟରେ ଜଣେ ସୁନାମଧନ୍ୟ ଶିଶୁ ସାହିତ୍ୟିକ ଅଟନ୍ତି। କେବଳ ଶିଶୁ ସାହିତ୍ୟ ନୁହେଁ, ଅନୁବାଦ କ୍ଷେତ୍ରରେ ମଧ୍ୟ ତାଙ୍କର ବହୁତ ପାରଦର୍ଶିତା ରହିଛି। ତାଙ୍କର ରଚନାଗୁଡ଼ିକ ମଧ୍ୟରେ କେତେଗୁଡ଼ିକ ହେଲା ଟୁକୁମୁସି, ଚକାଚକା ଭଉଁରୀ, ଜହ୍ନମାମୁଁ, ବିଲୁଆ ନନାର ବାହାଘର, ମିନିର ମନକଥା, ଆମ ଗ୍ରହ ଉପଗ୍ରହ, ଜଳଜନ୍ତୁ ସିରିଜ, ଆଦିବାସୀ କଥା ଇତ୍ୟାଦି। ତାଙ୍କର ଅନୁବାଦ ଉପନ୍ୟାସ ଟମକକାଙ୍କ କୁଟୀର ଓଡ଼ିଆ ସାହିତ୍ୟର ପାଠକମାନଙ୍କ ମଧ୍ୟରେ ଖୁବ୍ ଆଦୃତ ହୋଇଛି। ଏହି ରୋଗୀ ସେବା ପ୍ରବନ୍ଧଟି ଲେଖକଙ୍କର ଆତ୍ମଜୀବନୀ ଗାନ୍ଧୀ ମହାରାଜାଙ୍କର ଶିଷ୍ୟ ଶୀର୍ଷକ ପୁସ୍ତକରୁ ଆସିଅଛି। ଆମେ ତ ଲେଖକଙ୍କ ସମ୍ବନ୍ଧରେ କିଛି ଜାଣିଲେ, ଏବେ ପ୍ରବନ୍ଧର ପୃଷ୍ଠଭୂମି ବିଷୟରେ ଜାଣିବା। ଆମର ଲେଖକ ଥିଲେ ଜଣେ ଛାତ୍ର। ଏହା ଏକ ଆବାସିକ ବିଦ୍ୟାଳୟ ହୋଇଥିବାରୁ ବିଦ୍ୟାଳୟର ପାଠପଢ଼ା ସହିତ ରୋଗୀ ସେବା ମଧ୍ୟ ଏହାର ଏକ ଅଙ୍ଗ ଥିଲା। ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଲେଖକ ଛାତ୍ରାବସ୍ଥାରୁ ମାନବ ସେବା ହିଁ ମାଧବ ସେବା ମନ୍ତ୍ରରେ ନିଜକୁ ଦୀକ୍ଷିତ କରାଇଥିଲେ। ପିତାମାତା ହିଁ ହେଉଛନ୍ତି ଆମର ଜୀଅନ୍ତା ଦେବତା, ଯିଏକି ଚଳନ୍ତି ଠାକୁର। ତାଙ୍କରି ସେବା କରିବା ଦ୍ୱାରା ହିଁ ମାନବ ଜୀବନ ଧନ୍ୟ ହୋଇଥାଏ। ଏହି ଶିକ୍ଷା ଲେଖକ ତାଙ୍କ ବିଦ୍ୟାଳୟ ଶିକ୍ଷାରୁ ଲାଭ କରିଥିଲେ। ସେବା କରିବାରେ ଯେଉଁ ଆନନ୍ଦ ମିଳିଥାଏ, ତାହା ହିଁ କେବଳ ଯେ ସେବା କରିଥାଏ ବା ଅନୁଭବ ହିଁ ଜାଣିଥାଏ। ଏହି ରଚନାଟିରେ ଲେଖକ ନିଜ ଜୀବନର ଅନୁଭୂତିକୁ ଅତି ଆବେଗପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଛନ୍ତି। ତେବେ ଆମେ ବର୍ତ୍ତମାନ ପିଲାମାନେ ଏହି ପାଠଟିକୁ ପଢ଼ିବା ପାଇଁ ଯିବା। ମୁଁ ପ୍ରଥମେ ତାର ପ୍ରଥମ ଭାଗଟିକୁ ଉଚ୍ଚ ସ୍ୱରରେ ପଠନ କରୁଛି। ତୁମେମାନେ ମନ ଦେଇ ଶୁଣ, ତାପରେ ତୁମେମାନେ ଏହାକୁ ଉଚ୍ଚ ପଠନ କରିବ। ମୁଁ ଏବେ ଉଚ୍ଚ ପଠନ କରୁଛି। ଗାଁ ଚାଟଶାଳୀର ଛାତ୍ର, ସାନ ପିଲା, ତେଣୁ ରାତିରେ ବାପାଙ୍କ ପାଖରେ ଶୋଉଥିଲି। ଚାଟଶାଳୀରୁ ଆସି ଦେଖିଲି ବାପା ଦାଣ୍ଡପିଣ୍ଡାର ତଳେ ଶୋଇଛନ୍ତି। ତାଙ୍କ ପାଦରୁ ରକ୍ତ ବୋହିଯାଉଛି। ମାଟିପିଣ୍ଡା ରକ୍ତରେ କାଦୁଅ ଭଳି ହୋଇଗଲାଣି। ବୋଉ ଘର ଭିତରେ। ଭାଇନା ଦୁହେଁ ବୋଧହୁଏ ନାହାନ୍ତି। ବହି ସିଲଟ ସେଇଠି ରଖିଦେଇ ତାଙ୍କ ପାଦ ପାଖରେ ବସିପଡ଼ିଲି। ରକ୍ତ ଦେଖି ଦେହ ଝିମ୍ଝିମ୍ ହୋଇଗଲାଣି। ତଥାପି କାନ୍ଧରେ ଥିବା ଗାମୁଛା ଚଉତାଇ ଗୋଡ଼ରେ ଭିଡ଼ି ବାନ୍ଧିଦେଲି। ଗାମୁଛା ରକ୍ତ ହୋଇଗଲା। ଅଳ୍ପ ସମୟ ପରେ ଦେଖିଲି ରକ୍ତ ବହିବା ବନ୍ଦ ହୋଇଗଲାଣି। ଘର ଭିତରୁ ବୋଉ ବାହାରି ଆସି ଏ ଅବସ୍ଥା ଦେଖିଲା। ଉଭୟେ ଧରାଧରି କରି ନେଇ ତାଙ୍କୁ ଘର ଭିତରେ ଶୁଆଇଦେଲୁ। ବାପା ବାଡ଼ି ଭିତରେ କ'ଣ କାମ କରୁଥିଲେ। ଗୋଟାଏ ଭଙ୍ଗା କାଚ ପାଦରେ ପଶିଯାଇ ଏ ଦଶା ଘଟିଛି। ଡାକ୍ତରଖାନା ଦୂରରେ। ଗ୍ରାମର କୌଣସି ଲୋକ ଡାକ୍ତରଖାନା ସହିତ ସେତେ ପରିଚିତ ନୁହନ୍ତି। ସମସ୍ତଙ୍କର ଧାରଣା କେବଳ କଟାକଟି କରିବା ହିଁ ଡାକ୍ତରମାନଙ୍କ କାମ। କୌଣସି ପ୍ରକାର ରୋଗ ବୈରାଗ ହେଲେ କେହି ଡାକ୍ତରଙ୍କ ନାମ ଧରନ୍ତି ନାହିଁ। ଗ୍ରାମରେ ଜଣେ ବୈଦ୍ୟ ଥାଆନ୍ତି। ଜ୍ୱର, କାଶ, ଝାଡ଼ା ପ୍ରଭୃତି ରୋଗ ପାଇଁ ଔଷଧ ଦିଅନ୍ତି। ଅଧିକାଂଶ ସମୟରେ ତାଙ୍କ ଦୁଆରେ ଭିଡ଼ ଜମି ରହିଥାଏ। କେଉଁ ରୋଗ ପାଇଁ କେଜାଣି ସମୟ ସମୟରେ ପିଲାମାନଙ୍କର ପିଠିପାଖ ବେକରେ ସେ ଚଡ଼ୁ ଦିଅନ୍ତି। ଗୋଟାଏ ଲୁହା ତତାଇ ମାଡ଼ି ଦିଅନ୍ତି। ଘା ହୁଏ। ତାହା ଶୁଖିବାକୁ କେତେ ଦିନ ଲାଗିଯାଏ। ସେଥିପାଇଁ ପିଲାଏ ତାଙ୍କୁ ଦେଖିଲେ ଡରନ୍ତି।
ପାଖକୁ ଯିବାକୁ ସାହସ କରନ୍ତି ନାହିଁ। ଭାଇନା ନାହାନ୍ତି। ବାପାଙ୍କ ଦଶା ଏପରି, ବାଧ୍ୟ ହୋଇ ବୈଦ୍ୟଙ୍କ ଘରକୁ ଗଲି। ବାପାଙ୍କ କଥା ଶୁଣି ବୈଦ୍ୟ ମୋ ସଙ୍ଗେ ସଙ୍ଗେ ଆସିଲେ। ଗୁଡ଼ିଏ କ'ଣ ପତର ଛେଚି କଟା ଘାରେ ପୂରାଇ ଦେଇ ଆଉ ଖଣ୍ଡିଏ କନା ଜୋରରେ ଭିଡ଼ି ବାନ୍ଧିଦେଲେ। ରାତିରେ ଶୋଇଛି, ଆଃ ଶବ୍ଦ ଶୁଣି ଉଠି ବସିଲି। ଦେଖିଲି ବାପା ସେ ଗୋଡ଼ ଆଉଁଶୁଛନ୍ତି। ମୁହଁ ବିକୃତିରୁ ଯନ୍ତ୍ରଣା ଯେ ଅତି ବେଶୀ ହୋଇଛି ତାହା ଜାଣିପାରିଲି। ପାଦ ପାଖରେ ବସି ପାଦ ଆଉଁଶି ଦେଲି। ବୋଧହୁଏ ଟିକିଏ ଆରାମ ଲାଗିଲା। ସେ ଘୁଙ୍ଗୁଡ଼ି ମାରିଲେ। ମୁଁ ସେହିପରି ବସି ରହି ପାଦରେ ହାତ ବୁଲାଉଥାଏ। ପାହାନ୍ତା ପହରକୁ ନିଦ ଭାଙ୍ଗିଗଲା। ଦେଖିଲି ରାତିଯାକ ବସି ରହି ପାଦ ଆଉଁଶି ଦେଉଛି। କୋଳ ପାଖକୁ ଟାଣି ନେଇ ମୁଣ୍ଡ ଓ ପିଠିରେ ହାତ ବୁଲାଇ ଆଦର କରି କହିଲେ, ଯା ଶୋଇପଡ଼। ପରଦିନ ଦୂରରେ ଥାଇ ଶୁଣିଲି ବୋଉକୁ କହୁଛନ୍ତି, ପିଲାଟା କାଲି ରାତିରେ ଜମା ଶୋଇନାହିଁ। ଖୁସି ଲାଗିଲା। ପିଲାମାନେ, ମୁଁ ତ ଉଚ୍ଚ ପଠନ କଲି, ତୁମେମାନେ ବର୍ତ୍ତମାନ ଉଚ୍ଚ ପଠନ କରିବ। ତାପରେ ତାକୁ ନୀରବରେ କିଛି ସମୟ ନୀରବ ପଠନ କରିବ ଏବଂ ଏତିକିରେ ଥିବା ଆମର କଷ୍ଟ ଶବ୍ଦକୁ ବର୍ତ୍ତମାନ ମୁଁ କଳାପଟାରେ ଲେଖି ଦେଉଛି। ତୁମେମାନେ ତାକୁ ନିଜ ଖାତାରେ ଲେଖିନେବ। ଏବେ ଏହାର ଭାବାର୍ଥ ଆମେ ଦେଖିବା। ଲେଖକ ଉଦୟନାଥ ଷଡ଼ଙ୍ଗୀ ଯେତେବେଳେ ଗାଁ ଚାଟଶାଳୀରେ ପାଠ ପଢ଼ୁଥିଲେ, ସେତେବେଳେ ଦିନେ ଚାଟଶାଳୀରୁ ସେ ଫେରି ଦେଖିଲେ ତ ତାଙ୍କ ବାପା କ'ଣ କରିଛନ୍ତି ନା ପିଣ୍ଡା ତଳେ, ତାଙ୍କ ବାରଣ୍ଡାର ପିଣ୍ଡା ତଳେ ଶୋଇଛନ୍ତି ଏବଂ ତାଙ୍କ ଗୋଡ଼ରୁ ରକ୍ତ ବହିଯାଉଛି। ସେ ରକ୍ତ ଦେଖିକି ଲେଖକଙ୍କର ଦେହ ଝିମଝିମ ହୋଇଗଲା। ଲେଖକ ବ୍ୟସ୍ତ ହୋଇ ପଡ଼ିଲେ। ସେ କ'ଣ କରିବେ କିଛି ଭାବିପାରିଲେ ନାହିଁ। ହଠାତ୍ କ'ଣ କଲେ ନା ତାଙ୍କ ଦେହରେ ପକାଇଥିବା ଗାମୁଛା ଖଣ୍ଡିକୁ 4 ଭାଙ୍ଗ କରି ତାକୁ ତାଙ୍କ ବାପାଙ୍କ ଘୋଡ଼ରେ ଜୋରେ ବାନ୍ଧି ଦେଲେ ଭିଡ଼ିକରି। ଗାମୁଛା ରକ୍ତ ହୋଇଗଲା। ଅଳ୍ପ ସମୟ ପରେ ଦେଖିଲେ ରକ୍ତ ବନ୍ଦ ହୋଇଗଲା। ଏହି ସମୟ ଭିତରେ ଲେଖକଙ୍କର ବୋଉ ଘର ଭିତରୁ ବାହାରି ଆସିଲେ। ତାଙ୍କ ଲେଖକ ଏବଂ ତାଙ୍କର ବୋଉ ଦୁହେଁ ତାଙ୍କ ବାପାଙ୍କୁ ଘର ଭିତରକୁ ନେଇ ଶୁଆଇ ଦେଲେ। ବାପା ତାଙ୍କ ବାଡ଼ିରେ କ'ଣ କାମ କରୁଥିଲେ। ସେହି ସମୟରେ ଗୋଟେ ଭଙ୍ଗା କାଚ ତାଙ୍କ ପାଦରେ ପଶିଯିବାରୁ ତାଙ୍କର ଏ ଅବସ୍ଥା ହୋଇଛି। ସେତେବେଳେ ଡାକ୍ତରଖାନାରେ ଆଜିକାଲି ଭଳି ପାଖରେ ନଥିଲା, ବହୁତ ଦୂରରେ ଥିଲା। ଲୋକମାନେ ଡାକ୍ତରଖାନାକୁ ଯିବାକୁ ସେତେବେଳକୁ ଡରୁଥିଲେ। କାହିଁକି ନା ସେମାନଙ୍କର ଧାରଣା ଥିଲା ଡାକ୍ତରଖାନା ଗଲେ ସେଠି ଡାକ୍ତର କେବଳ ହିଁ କଟାକଟି କରିଦିଅନ୍ତି। କୌଣସି ପ୍ରକାର ରୋଗ ହେଲେ ସେତେବେଳେ ଲୋକମାନେ ଡାକ୍ତରଖାନା ଯିବାକୁ ଡରୁଥିଲେ ବା ଭୟ କରୁଥିଲେ। ସେତେବେଳେ କ'ଣ କରନ୍ତି ନା ଗାଁରେ ସବୁ ବୈଦ୍ୟ ରୁହନ୍ତି। ବୈଦ୍ୟ କ'ଣ ଜାଣିଛ ନା ରେ ପିଲେ? ଯେ ଚେରମୂଳି ଔଷଧ ଦେଇ ଆମକୁ ରୋଗରୁ ଭଲ କରନ୍ତି। ଏ ଜ୍ୱର, ଝାଡ଼ା, କାଶ ଏମିତି ସାଧାରଣ କିଛି ରୋଗ ହେଲେ ସେ ଆମକୁ ଔଷଧ ଦେଇଥାନ୍ତି। ଲେଖକଙ୍କ ତାଙ୍କ ଗାଁରେ ସେମିତି ଜଣେ ବୈଦ୍ୟ ଥିଲେ। କିନ୍ତୁ ସେ ସେତେବେଳେ କ'ଣ କରନ୍ତି ନା ଛୋଟ ପିଲାମାନଙ୍କୁ କ'ଣ ଗୋଟେ ରୋଗ ହେଲେ ସେ ସେତେବେଳେ ଛୋଟ ପିଲାମାନଙ୍କ ବେକରେ ଚଡ଼ୁ ଦିଅନ୍ତି। ଚଡ଼ୁ ଅର୍ଥ ହେଲା ଚେଙ୍କ। ସେଇ ଭୟରେ ପିଲାମାନେ ତାଙ୍କ ପାଖ ମାଡ଼ନ୍ତି ନାହିଁ। ସେ ଯାହା ବି ହଉ, ଲେଖକ କ'ଣ କଲେ ନା ତାଙ୍କ ଭାଇ 2 ଜଣ ଘରେ ନଥିଲେ। ସେ ବାଧ୍ୟ ହୋଇ ବାପାଙ୍କର ଏଇଭଳି ଅବସ୍ଥାରେ ବୈଦ୍ୟଙ୍କ ଘରକୁ ଗଲେ। ତାଙ୍କ ବାପାଙ୍କର ଏକଥା ଶୁଣି ବୈଦ୍ୟ ତାଙ୍କ ସହିତ ତାଙ୍କ ଘରକୁ ଆସିଲେ ଏବଂ କିଛି ପତ୍ର ଛେଚାଛେଚି କରି ତାକୁ ସେଇ ତାଙ୍କର କଟି ଯାଇଥିବା ଜାଗାରେ ବା କ୍ଷତ ସ୍ଥାନରେ ପୂରାଇ ଜୋରରେ କପଡ଼ା ବାନ୍ଧିଦେଲେ। ତାପରେ ରାତିରେ ଲେଖକଙ୍କ ବାପା ଶୋଇଛନ୍ତି। ଲେଖକ ବି ତାଙ୍କୁ ଜଗିକି ତାଙ୍କ ପାଖରେ ଶୋଇଛନ୍ତି। ରାତିରେ କ'ଣ ହେଲା ନା ତାଙ୍କ ବାପାଙ୍କୁ ବହୁତ ଯନ୍ତ୍ରଣା ହେଉଥିଲା। ଶବ୍ଦରେ ଲେଖକଙ୍କର ନିଦ ଭାଙ୍ଗିଗଲା। ଆଜିକାଲି ସିନା ଆମର ଔଷଧ ହେଉଛି ଯେ ଆମେ ସାଙ୍ଗେ ସାଙ୍ଗେ କିଛି ଯନ୍ତ୍ରଣା ବିନ୍ଧା ଛିଟିକା ନ ହେବା ପାଇଁ ଆମେ ଟ୍ୟାବଲେଟ୍ ଖାଇ ଦେଉଛନ୍ତି ବା ଇଞ୍ଜେକ୍ସନ୍ ନେଇଯାଉଛନ୍ତି, ଯାହାଦ୍ୱାରା କି ଆମ ଯନ୍ତ୍ରଣାଟା କମିଯାଉଛି। ସେତେବେଳେ ସେସବୁ କିଛି ସୁବିଧା ନଥିଲା। ବୈଦ୍ୟ ଯାହା ଔଷଧ ଦେଇ ଯାଇଥିଲେ ସେଥିରେ ଲେଖକଙ୍କ ନିଦ ଭାଙ୍ଗିଯିବାରୁ ସେ ଜାଣିପାରିଲେ ତାଙ୍କ ବାପାଙ୍କୁ ଖୁବ୍ ଯନ୍ତ୍ରଣା ହେଉଛି। ସେ ବାପାଙ୍କ ପାଖରେ ବସି ତାଙ୍କ ଗୋଡ଼କୁ ଧୀରେ ଧୀରେ ଆଉଁସିବାକୁ ଲାଗିଲେ। ପାଦ ପାଖରେ ବସି ସେମିତି ପାଦ ଆଉଁଶୁଛନ୍ତି। ରାତି ସାରା ସେ ସେମିତି ତାଙ୍କ ବାପାଙ୍କର ପାଦ ଆଉଁସିବାରେ ଲାଗିଛନ୍ତି। ତାଙ୍କ ବାପାଙ୍କୁ ଟିକେ ଆରାମ ଲାଗିଛି।
ସେ ଶୋଇପଡ଼ି ଘୁଙ୍ଗୁଡ଼ି ମାରିଛନ୍ତି। ଲେଖକ କିନ୍ତୁ ସେହିପରି ରାତିସାରା ପାଦକୁ ଆଉଁଶୁଛନ୍ତି। ଯେତେବେଳେ ପାହାନ୍ତା ପହର ହେଲା, ପାହାନ୍ତା ପହର ମାନେ ରାତି ଯେତେବେଳେ ପାହି ପାହି ଆସିଲା, ତାଙ୍କ ବାପାଙ୍କର ନିଦ ଭାଙ୍ଗିଗଲା ବେଳକୁ ଦେଖିଲେ ରାତିସାରା ପିଲାଟି ବା ତାଙ୍କ ପୁଅଟି ତାଙ୍କ ଗୋଡ଼ ଆଉଁଶି ଦେଉଛି। ସେ କୋଳ ପାଖକୁ ଲେଖକଙ୍କୁ ଟାଣି ନେଲେ, ତାଙ୍କ ମୁଣ୍ଡ ପିଠିରେ ସ୍ନେହରେ ହାତ ବୁଲେଇ ଆଦର କରି କହିଲେ, ଯା ବାବା, ଏଥର ଶୋଇବୁ ଯା। ପରଦିନ ଦୂରରେ ଥାଇ ଲେଖକ ଶୁଣିଲେ ତାଙ୍କ ବାପା ତାଙ୍କ ବୋଉକୁ କହୁଛନ୍ତି, ପିଲାଟି କାଲି ରାତିରେ ଜମା ଶୋଇପାରିନି, ସେ ମୋରି ସେବା ହିଁ କରିଛି। ହେଲେ ଆମେ ଆଜି ଏତିକି ପଢ଼ିଥିବା, ଏହା ପର କ୍ଲାସ୍ରେ ତାର ପରବର୍ତ୍ତୀ ଭାଗ ପଢ଼ିବା। ତାହେଲେ ପିଲାମାନେ, ଆମେ ଆଜି ଯାହା ପଢ଼ିଲେ ସେଥିରେ ତୁମେ କ'ଣ ଶିଖିଲ ତାହା ଜାଣିବା ପାଇଁ ମୁଁ ତୁମମାନଙ୍କୁ କେତୋଟି କାର୍ଯ୍ୟଫର୍ଦ୍ଦ କରିବାକୁ ଦେଉଛି। ତୁମେମାନେ ସେ କାର୍ଯ୍ୟଫର୍ଦ୍ଦ କରି ଆଣିଥିବ। ଏହା ପର କ୍ଲାସ୍ରେ ଆମେ ଏହାର ପରବର୍ତ୍ତୀ ଭାଗ ପଢ଼ିବା।